Yes, this is very big honor for me as an artist to win this cup. ଓଡ଼ିଶା ବାଲୁକା କଳା କେବଳ ସୃଜନଶୀଳତାର ପ୍ରତୀକ ନୁହେଁ ବରଂ ଏହା ମାଧ୍ୟମରେ ବିଶ୍ୱକୁ ଦିଆଯାଏ ଏକ ସନ୍ଦେଶ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେହି କଳାକୁ ଆନ୍ତର୍ଜାତୀୟ ମଞ୍ଚରେ ନୂଆ ଉଚ୍ଚତା ଦେଇଛନ୍ତି। ରୁଷିଆରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ବାଲୁକା କଳାକୃତି ଉତ୍ସବରେ ସୁଦର୍ଶନଙ୍କୁ ପ୍ରଦାନ କରାଯାଇଛି ରୁଷିଆ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ସମ୍ମାନ। ଏହି ସମ୍ମାନ ପାଇଁ ସେ ପ୍ରଥମେ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଗ୍ଲୋବାଲ ୱାର୍ମିଂ ବିଷୟକୁ ନେଇ ସେ ନିର୍ମାଣ କରିଥିବା ପ୍ରାୟ 3 ମିଟର ଉଚ୍ଚର ବାଲୁକା କଳାର ଗୋଟିଏ ପାର୍ଶ୍ୱରେ ପରିବେଶ ଧ୍ୱଂସରେ ପୀଡ଼ିତ ପୃଥିବୀର ଚିତ୍ର ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣର ଚିତ୍ର ଥିଲା। ସୁଦର୍ଶନଙ୍କ କଳାକୃତିକୁ ବିଚାରକ ମଣ୍ଡଳୀ ସର୍ବସମ୍ମତିକ୍ରମେ ଚୟନ କରିଥିଲେ। ସେ ଏହା ପୂର୍ବରୁ ମଧ୍ୟ ଅନେକ ଅନ୍ତର୍ଜାତୀୟ ସମ୍ମାନ ଓ ବିଶ୍ୱ ରେକର୍ଡ ହାସଲ କରି ଓଡ଼ିଶା ଓ ଭାରତକୁ ବିଶ୍ୱ ଦରବାରରେ ଉଜ୍ଜଳ କରିଛନ୍ତି। ରିପୋର୍ଟ NNS ଓଡ଼ିଆ।